ଦିନେ ରୁକ୍ମଣୀ ରାଗିକି ଶ୍ରୀକୃଷ୍ଣଙ୍କୁ ପଚାରିଲେ, ସମସ୍ତେ ରାଧାକୃଷ୍ଣ କ'ଣ ପାଇଁ କହୁଛନ୍ତି, କେହି ବି ରୁକ୍ମଣୀ କୃଷ୍ଣ କ'ଣ ପାଇଁ କହୁନାହାନ୍ତି। ଶ୍ରୀକୃଷ୍ଣ ଉତ୍ତର ଦେଲେ, ରାଧାଙ୍କ ପ୍ରେମରେ ନା ଛନ୍ଦ ଥିଲା ନା କପଟ ଥିଲା, ସେ ସଚ୍ଚା ପ୍ରେମ କରୁଥିଲେ। ସେତେବେଳେ ରୁକ୍ମଣୀ କହିଲେ, କ'ଣ ମୋ ପ୍ରେମ ପବିତ୍ର ନୁହେଁ? ଶ୍ରୀକୃଷ୍ଣ କିଛି ଉତ୍ତର ଦେଲେନି। ସେତେବେଳେ ଶ୍ରୀକୃଷ୍ଣ ଗୋଟେ ଲୀଳା ରଖିଲେ। ହଠାତ୍ ତାଙ୍କ ଦେହ ଖରାପ ହୋଇଗଲା। ଏମିତି ଲାଗୁଥିଲା କି ସେ ବଞ୍ଚିବେ। ସେତେବେଳେ ନାରଦ କହିଲେ, ଶ୍ରୀକୃଷ୍ଣଙ୍କୁ ବଞ୍ଚାଇବାକୁ ହେଲେ ଗୋଟେ ଉପାୟ ଅଛି। ଯଦି କିଏ ତମ ପାଦର ଧୂଳି ତାଙ୍କ ମୁଣ୍ଡରେ ଲଗାଇଦେବ, ସେ ଠିକ୍ ହୋଇଯିବେ। ଏକଥା ଶୁଣି ସମସ୍ତେ ପଛକୁ ହଟିଗଲେ। ସେଠି ରୁକ୍ମଣୀ ବି ଶୁଣିଥିଲେ। ସେ ବି ମନା କରିଦେଲେ, ମୁଁ ଯଦି ଏମିତି କରିବି ମୋତେ ନର୍କରେ ବି ଜାଗା ମିଳିବ। ସେତେବେଳେ ରାଧାରାଣୀ ଆସିଲେ, ନିଜ ପାଦର ଧୂଳିକୁ ତାଙ୍କ ମୁଣ୍ଡରେ ମାରିଲେ। ଶ୍ରୀକୃଷ୍ଣ ଭଲ ହୋଇଗଲେ। ରୁକ୍ମଣୀ ରାଧାକୁ ପଚାରିଲେ, ତମେ ଏମିତି କାହିଁକି କଲ? ତମକୁ କ'ଣ ନର୍କର ଭୟ ନାହିଁ? ରାଧା ହସିକି କହିଲେ, ମୋ କାହ୍ନାକୁ ବଞ୍ଚାଇବା ପାଇଁ ମୁଁ ନର୍କକୁ ବି ଯିବାକୁ ରାଜି ଅଛି। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟା ଭଲ ଲାଗୁଥାଏ ଗୋଟେ ଲାଇକ୍ କମେଣ୍ଟ ସେୟାର ନିଶ୍ଚୟ କରିବେ। ଆଉ କମେଣ୍ଟରେ ରାଧେ ରାଧେ ନିଶ୍ଚୟ ଲେଖିବେ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।